ତ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ଓଡ଼ିଶାରେ ବହୁତ ବଡ଼ ବଡ଼ ଘଟଣା ସବୁ ଘଟିଛି। ମାନେ କୁହାଯାଏ ଆମେ ଯାହା ପଢ଼ିଛେ ଯେ ପାରାଦୀପ ବନ୍ଦର ପ୍ରତିଷ୍ଠା ହଉ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରାଉରକେଲା ପ୍ରେସଟା ତାଙ୍କ ତାଙ୍କର ଗୋଟେ ଚୌଧୁରୀରୁ ଆରମ୍ଭ ହେଇଥିଲା। କିନ୍ତୁ ନେହେରୁଙ୍କୁ ପ୍ରଭାବିତ କରି ଓଡ଼ିଶା ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିବା କ୍ଷେତ୍ରରେ ଏକ୍ସପ୍ରେସ୍ ହାଇୱେ ଏସବୁରେ ବିଜୁବାବୁଙ୍କର ଗୋଟେ ଅବଦାନ ଥିଲା। କ'ଣ ହେଲା, ବ୍ରିଟିଶ ସରକାର ନଥିଲା, ପୂର୍ବ ତ ରେଲୱେ ଲାଇନ୍ ଥିଲା, ବ୍ରିଟିଶ ସରକାର ରେଲ ଲାଇନ୍ ବି କରୁଥିଲା, ବନ୍ଦର ବି କରିଥିଲା, ଆଉ ସେ ବେଶୀ ଆଜି ପଡ଼ିଲା। ସେଇଟା କ'ଣ ଗୋଟେ ବଡ଼ କଥା। ସାମୂହିକ ଭାବରେ ହେବ। ଏବଂ ତାହେଲେ ଏତେ ଲୋକ ବିଜୁବାବୁଙ୍କୁ କାହିଁକି ସମ୍ମାନ ଦିଅନ୍ତି, ଭଲ ପାଆନ୍ତି? କିଛି କିଛି ଲୋକ ତାଙ୍କର ଏଇ ଯେଉଁ ଦୁଃସାହସିକତାକୁ ଇଏ କରନ୍ତି, ଯେଉଁଟା ବି କିଛି ପରିମାଣରେ ଦରକାର କରନ୍ତି ତାର। ତ ଆପଣଙ୍କ ଦୃଷ୍ଟିକୋଣରେ ବିଜୁବାବୁ କ'ଣ? ଜଣେ ସେ ରାଜନୀତିକ ଲୋକ ନୁହଁ, ନେତା ହେବା ଲୋକ ନୁହଁ, ସେ ଇଣ୍ଡଷ୍ଟ୍ରି କରିବା ଲୋକ। ସେ ଆସିଗଲେ, ଘଟଣା ଚକ୍ରରେ ଆସିଗଲେ। ଆପଣ ଯେତେବେଳେ ଇଲେକ୍ସନ୍ ପ୍ରଚାର କରୁଥିଲେ ସେତେବେଳେ କ'ଣ ଗାଁ ଗାଁରେ ଚାଲି ଚାଲିକରି ପ୍ରଚାର କରୁଥିଲେ? ଅଧିକାଂଶ ଜାଗାରେ। ଆଉ ବିଜୁବାବୁ ସେତିକି ବେଳେ ଆମ ନିର୍ବାଚନ ମଣ୍ଡଳୀ ସେ ଯାଇନଥିଲେ। ସେ ତ ପ୍ରଥମ ଥର ତ ଆସିଲେ, ସେ ନିର୍ବାଚନ ମଣ୍ଡଳୀ କେବେ ବସିନଥିଲେ। ତ ଆପଣ ପ୍ରଥମ ଇଲେକ୍ସନରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ? ପ୍ରଥମ ଇଲେକ୍ସନରେ 1200 ଟଙ୍କା। କମ୍ୟୁନିଷ୍ଟ ପାର୍ଟିରେ ଠିଆ ହେଇଥିଲି, ହାରିଥିଲେ। 57 ମସିହା ହାରିଯାଇଛି। 61 ମସିହାରେ କେତେ ଟଙ୍କା ଖର୍ଚ୍ଚ କଲେ? 1800 ଟଙ୍କାରୁ ସିକ୍ୟୁରିଟି ଉପରେ ତ 1550 ଟଙ୍କା। 1550 ଟଙ୍କା ଲୋକଙ୍କୁ କିଛି ଦେଇନଥିଲେ ଖାଇବା ପାଇଁ? ପ୍ରଶ୍ନ ଉଠୁନେଇ। ଲୋକ ଖାଇବାକୁ ଲୋକ ଖୁଆଉଥିଲା ଆମ କର୍ମୀମାନଙ୍କୁ। 1550 ଟଙ୍କା କେଉଁଠୁ ଆଣିଥିଲେ? ହଁ, ମୁଁ ତା ପୂର୍ବରୁ ସୋଭିଏଟ୍ ଏମ୍ବାସିର ଇନଫର୍ମେସନ୍ ଡିପାର୍ଟମେଣ୍ଟରେ 4 ବର୍ଷ କାମ କରୁଥିଲେ। ସେଠୁ କିଛି ଟଙ୍କା ପାଇଥିଲେ? 2000 ଟଙ୍କା ଆଣିଥିଲି ସବୁ ବଞ୍ଚେଇକିରି। ତୋର 1500 ଟଙ୍କା ଏଥିରେ ଇଲେକ୍ସନରେ ଖର୍ଚ୍ଚ କରିଦେଲେ। ତ ଲୋକଙ୍କୁ କ'ଣ କହି ଆପଣ ବୁଝାଉଥିଲେ ଯେ ମୋତେ ଭୋଟ ଦିଅ? ବହୁତ କହିବାକୁ ନଥିଲା, ଲୋକ ତାଙ୍କର ନିଷ୍ପତ୍ତି ନେଇଥିଲେ। ଆମ ଅଞ୍ଚଳରେ ଏଡ଼େ ବଡ଼ ଗୋଟେ ଏତେ ଶିକ୍ଷା ପାଇକରି ଦେଶ ଆମ ପାଇଁ କାମ କରିବାକୁ ବାହାରିଛି, ଆମେ ତାକୁ ବଢ଼େଇବା। ତେଣୁ ଲୋକ ଯେତେବେଳେ ଆପଣଙ୍କର ଲୋକ ଏ ଦାୟିତ୍ୱଟା ନେବେ, ଆପଣ ଖର୍ଚ୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ଦେଖନ୍ତୁ, ଏହା ପରେ ଦେଖିଲି ଯେ ନେତା ହେଲେ ତାଙ୍କର ବସିନି। ମୁଁ ବିଧାୟକ ହେଲି କ'ଣ, ବିଧାୟକ ହେବା ପର୍ଯ୍ୟନ୍ତ ଆମର ଗୋଟେ ସାଧାରଣ ଚାଷୀ ଘର ଲୋକ, କିଛି ଅଧିକା ହୁଏ। ତ ଲୋକ ଆପଣଙ୍କୁ ଜିତେଇଲେ। ହଁ, ସେଥିପାଇଁ ଯେ ଲୋକ ଯେତେବେଳେ ଏଇଟା ଦାୟିତ୍ୱ, ଆପଣଙ୍କ ଦାୟିତ୍ୱ, ତାପରେ ଲୋକ ଦେଖିଲେ କ'ଣ, ମୁଁ କହୁଥିଲି ଆମର ଘର ଚାଳ ଘର, ନୁଆଣିଆ ଘର, ଯିଏ ଆସନ୍ତି ଟିକେ ନଈକିରି ଆସନ୍ତୁ। ମୁଁ ବିଧାୟକ ପର ପର୍ଯ୍ୟନ୍ତ ସେୟା ଥିଲା, ତାର 20-25 ବର୍ଷ ପର୍ଯ୍ୟନ୍ତ ସେୟା ରହିଲା। ସେଥିରେ ମୋ ସାନ ଭାଇ ତାପରେ ଇଆଡ଼ୁ ସିଆଡ଼ୁ କ'ଣ କିଛି କରିକି ତାପରେ ସେ ରହିଛି। ମୁଁ ତ ଘରଠୁ ଅଲଗା, ତାପରେ ଏଇ ଅବସ୍ଥାରେ ଥିଲା। ତାପରେ ଯିଏ ବିଧାୟକ ହେଲେ କଲେ, ସେ ତାଙ୍କର ବଢ଼େଇଲେ କେମିତି ଆଥରକୁ ଆହୁରି ଜିତିବି, ସେଥିପାଇଁ ଟଙ୍କା କଲେ, ଟଙ୍କାକୁ ଲୋକଙ୍କୁ ଦେଲେ। କର୍ମୀକି ଆଗେ ଇଏ ପୋଲିଂ ଏଜେଣ୍ଟ ବି ପଇସା ନଥିଲା, ତାକୁ ଦେଲେ। ତାପରେ ଯେ ଗାଁର ତୁମର ସ୍କୁଲ କରିବି, ତୁମକୁ ପିଲାଙ୍କର କ୍ଲବକୁ ପଇସା ଦେବେ, ଏସବୁ କଲେ। ତାପରେ ବର୍ତ୍ତମାନ ତାର କର୍ମୀ, ତାପରେ କର୍ମୀକୁ ପଇସା ଦେବା ଦରକାର ହେଲା। କର୍ମୀ ଦେଲା ପରେ ଭୋଟରମାନଙ୍କୁ ପଇସା ଦେବାକୁ ହେଲା। ବଢ଼ି ବଢ଼ି ଚାଲିଲା। ଆପଣ ଆଉ ଇଲେକ୍ସନରେ ଠିଆ ହେବା ପାଇଁ ଚାହିଁଲେନି? 61 ପରେ ଅସୁବିଧା ହେଲା। ମୁଁ ପାଟକୁରାରୁ ଠିଆ ହେବା ପାଇଁ ଚାହିଁଲି, କିନ୍ତୁ ପାଟକୁରାରୁ ଠିଆ ହେବା ପାଇଁ ହେଲାନି। ମୋର ନ୍ୟାଚୁରାଲ କନସେପ୍ଟ ଥିଲା ପାଟକୁରା। 8ଟା ପଞ୍ଚାୟତ ରାଜନଗର ସାଙ୍ଗରେ ମିଶିଗଲା। ତା ଛଡ଼ା କେତେଗୁଡ଼ା ଘଟଣା ବି ପାଟକୁରା ତ ଠିଆ ହେବେ। ଗୋଟେ ଘଟଣାରେ 77 ପ୍ରହ୍ଲାଦ ମଲ୍ଲିକ ସେଠି ଠିଆ ହେଲା, ସେ ମନ୍ତ୍ରୀ ହେବ। ଆଉ ଏଗୁଡ଼ା କିଛି ପରିମାଣରେ ଲକ୍ କହିବ। ଲକ୍
ଭାଗ୍ୟର କଥା ଅଛି ଗୋଟେ କିଛି ଅଛି କିନ୍ତୁ ଭାଗ୍ୟ କିଛି ଗୋଟେ ଅଛି ଅଛି କିଛି କିନ୍ତୁ ସମୁଦାୟ କଥା ନୁହଁ ଭାଗ୍ୟ ମଣିଷର ମଧ୍ୟ କିଛି ଭାଗ୍ୟ- ଭୂମିକା ଅଛି ଭାଗ୍ୟର ଅଛି ସେଇ ତ ପୌରୁଷ ତାକୁ କହନ୍ତି ଇଏ ଆପଣ ପୌରୁଷରେ ବେଶୀ ବିଶ୍ୱାସ କରନ୍ତି ନା ଭାଗ୍ୟରେ ବେଶୀ ବିଶ୍ୱାସ କରନ୍ତି ନା ନା ଭାଗ୍ୟର କିଛି ଅଛି ଉଭୟ ରହିଛି କିନ୍ତୁ ବାହାଦୁରଟା ହେଉଛି ଭାଗ୍ୟ ପ୍ରତି ଆମର କର୍ତ୍ତୃତ୍ୱ ନାହିଁ ଯାହା ଉପରେ ଆମର କର୍ତ୍ତୃତ୍ୱ ଅଛି ତା ସେଇ କାମ ସେଇଟା ଗୁଡାକ ହେଉଛି କରିବା। ପୌରୁଷ